এই মাটির পুଅ আপনার সমস্তে জানতে রামলীলা সমিতির সভাপতি মহোদয় সে ডম্বরধর স্বাইঁকে মু অনুরোধ করবি সে মঞ্চরে আসন অলঙ্কৃত করবে। ডম্বরধর স্বাଇଁ পরে পরে ମୁଁ ଦେଖୁଛି ଆପଣମାନଙ୍କ ଉତ୍ସୁକତା ଆପଣଙ୍କର ଉତ୍ସାହ ଆଗ୍ରହ ଉଦ୍ଦୀପନା ଆମ ସମସ୍ତଙ୍କୁ ଆହୁରି ଉଜ୍ଜୀବିତ କରିବାରେ ଲାଗିଛି ଏବଂ ଆମର ପ୍ରୟାସକୁ ଆହୁରି ଦୃଢ଼ୀଭୂତ କରିବାକୁ ଶତ ପ୍ରତିଶତ ଆମେ ଚେଷ୍ଟା କରିବୁ। ତେଣୁ ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ। ଡମ୍ବରୁ ବାବୁ ଆପଣ ଆସନ ଅଳଙ୍କୃତ କରନ୍ତୁ। ପରେ ପରେ ମୁଁ ଅନୁରୋଧ କରିବି ଏଇ ଗାଁ ଯେତେବେଳେ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଥିଲା, ଦୁର୍ଦ୍ଦିନ ଅବସ୍ଥାରେ ଥିଲା, ସମୟର କରାଳ ଗତିରେ ଆଜି ସମୟ ପରିବର୍ତ୍ତନ ଘଟିଛି, ସମସ୍ତଙ୍କ ମୁହଁରେ ହସ ଫୁଟିଛି। ସେ ଥିଲା ଦାରିଦ୍ର୍ୟତାର କଷାଘାତରେ, କିଏ ହୁଏତ କାନ୍ଦୁଥିଲା, କିଏ ହସୁଥିଲା, ଏହା ସମୟର କଥା। ତେଣୁ ସେଇ ଦୁର୍ଦ୍ଦିନ ସମୟରେ ଏହି ଗାଁକୁ ଯିଏ ଦୀର୍ଘ 20 ବର୍ଷ ଧରି ପରିଚାଳନା କରି এই ଗାଁର ମୁରବୀ ପଡ଼ିଆ ସୃଷ୍ଟି କରି ସମସ୍ତଙ୍କର ଦୁଃଖ ସୁଖରେ ଭାଗିଦାର ହେଇଥିଲେ, ସେ ଆଉ କେହି ନୁହନ୍ତି। ସେ ହେଉଛନ୍ତି ବନ୍ଧୁ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ମୁଁ ଅନୁରୋଧ କରିବି ସେ ମଞ୍ଚକୁ ଆସି ଆସନ ଅଳଙ୍କୃତ କରିବେ। ପରେ ପରେ ସମୟ ଅତିକ୍ରାନ୍ତ, ପରେ ପରେ ମୁଁ ବେଶୀ ସମୟ ନେବିନି। এই গাঁ মাটিরে জন্ম নেইଥିବା গর্ব গৌরবর বিষয়, সংস্কার সংস্কৃতির বিষয়, সুখ দুঃখর বিষয়। দুঃখ তো নথিলে সুখକୁ ଅନୁଭବ କରି ହୁଏ ନା, ଯେମିତି ରାତି ନଥିଲେ ଦିନକୁ ବି ଅନୁଭବ କରି ହୁଏ ନା। ତେଣୁ ସୁଖ ବି ଦରକାର, ଦୁଃଖ ବି ଦରକାର। ଜୀବନ ଏକ ସନ୍ତୁଳନ। ଯେଉଁ ଜୀବନରେ ସମସ୍ୟା ନାହିଁ ସେ ଜୀବନ ଜୀବନ ନୁହେଁ। କାରଣ ଆପଣର ଗୋଲାପର ମହକକୁ ଉପଭୋଗ କରିବାକୁ ହେଲେ ତାର କଣ୍ଟାର ଆଘାତ ସହିବାକୁ ହୁଏ। ତେଣୁ ଦୁଃଖକୁ ଭାବନା, ଦୁଃଖ ଦେଇଥାଏ ଆଗାମୀ ସୁଖର ସଂକେତ। ପରେ ପରେ ମୁଁ ଅନୁରୋଧ କରିବି ସେହି ଲୋକଙ୍କୁ ବାଲିଆ ମହାବିଦ୍ୟାଳୟର ପ୍ରଫେସର ଶ୍ରୀଯୁକ୍ତ ହିରଣ୍ୟ କୁମାର ସିଂଙ୍କୁ ମୁଁ ଅନୁରୋଧ କରିବି ସେ ମଞ୍ଚକୁ ଆସି ଆସନ ଅଳଙ୍କୃତ କରିବେ। ତାପରେ ଗର୍ବ ଗାରିବାର ବିଷୟ, ତାଙ୍କୁ ଯେତେ ପ୍ରଶଂସା କରିବେ ପ୍ରଶଂସା ନିଅଣ୍ଟ ହେବ। କାହିଁକି ନା ସେ ଏମିତି ଏକ ଭାବ ଯେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ନିଜେ ଆଲୋକବର୍ତ୍ତିକା ସେ ଯେ ଅନ୍ୟକୁ ଆଲୋକ ପ୍ରଦାନ କରିଥିବାରେ ସେ ଜୟସ୍ତ ହୋଇଛନ୍ତି ଏବଂ ନିଜ ସନ୍ତାନକୁ ଏକ ଯୋଗ୍ୟ ସନ୍ତାନ ଭାବରେ ଏହି ମାଟିରେ ଗର୍ବ ଗୌରବ ଭାବରେ ପ୍ରତିପାଦିତ କରିଛନ୍ତି। ସେ ଆଉ କେହି ନୁହନ୍ତି, ମୋର ବନ୍ଧୁ ଅଭୟ କୁମାର ସ୍ୱାଇଁଙ୍କୁ ମୁଁ ଅନୁରୋଧ କରିବି ସେ ମଞ୍ଚକୁ ଆସି ଆସନ ଅଳଙ୍କୃତ କରିବେ।